କାହିଁକି ନିଲାମ ବାତିଲ କରାଗଲା? ବାତିଲ ହେବାର କାରଣ କ'ଣ? ପିପିଲି ତହସିଲ ଅଧୀନସ୍ଥ ନୂଆ ଶାସନ ପଞ୍ଚାୟତରେ ଯେଉଁ ବେଆଇନ ବାଲି ଡିପୋ ଥିଲା, ସେ ବାଲି ଡିପୋରେ ଆଜି ନିଲାମ ପ୍ରକ୍ରିୟାକୁ କ'ଣ ପାଇଁ ସ୍ଥଗିତ ରଖାଗଲା? ସ୍ଥଗିତ ରଖିବାର ଅନେକ କିଛି କାରଣ କୁହାଯାଉଛି ଏବଂ ବିଶେଷ କରି ଯଦି କହିବା, ଗତକାଲି ମାଇନ୍ସ ବିଭାଗ ଯେଉଁ ନିର୍ଦ୍ଦେଶନାମା ଜାରି କରିଥିଲେ, ଆଜି ନିଲାମ ପ୍ରକ୍ରିୟା କରାଯାଇଥାନ୍ତା। ପିପିଲି ତହସିଲ ସେଠି ନିଲାମ କରିଥାନ୍ତା, କିନ୍ତୁ ଯେଉଁ ସମୟ ଅବଧି 24 ଘଣ୍ଟାରୁ କମ୍ ରହିଯିବା ପାଇଁ କିଛି ସ୍ଥାନୀୟ ଲୋକମାନେ ଅଭିଯୋଗ କଲେ ଏବଂ ସେହି ଅଭିଯୋଗକୁ ଆଧାର କରି ଆଜି ନିଲାମ ପ୍ରକ୍ରିୟାକୁ ବାତିଲ କରିବା କଥା କୁହାଯାଉଛି। ଦେଖନ୍ତୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବେଆଇନ ବାଲି ଡିପୋ ଗଚ୍ଛିତ ବାଲି ଗଚ୍ଛିତ ରହିଥିଲା, ସେ ବାଲି କେଉଁଠୁ ଆସିଲା, ଆର ମଧ୍ୟ ଗୋଟେ ଖୁଲାସା ମଧ୍ୟ ଆଜି ହେଇଛି। ବିଶେଷ କରି ଯଦି କହିବା, ଯେଉଁ ପିପିଲି ନୂଆ ଶାସନ ପଞ୍ଚାୟତର ଯେଉଁ ରହିଲେ ଚିନ୍ମୟ ମହାପାତ୍ର, ସେ ମଧ୍ୟ ଗୋଟେ ହାଇକୋର୍ଟରେ ଗୋଟେ ମାମଲା ରୁଜୁ କରିଥିଲେ ଏବଂ ପିପିଲି ନୂଆ ଶାସନରେ ବ୍ୟାପକ ପରିମାଣରେ ଚୋରା ବାଲି ଚାଲୁଥିବାର ଗୋଟେ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଆଧାର କରି ହାଇକୋର୍ଟ ବିଚାର କରିଥିଲେ ଏବଂ ଏହାକୁ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ମଧ୍ୟ ଆକର୍ଷଣ କରିଥିଲେ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସବ୍ କଲେକ୍ଟର ମଧ୍ୟ ସେଠି ଚଢ଼ାଉ କରିଥିଲେ ଏବଂ ବ୍ୟାପକ ପରିମାଣରେ ସେଠି ବାଲି ଡିପୋକୁ ଜବତ କରାଯାଇଥିଲା ଏବଂ ପାଖାପାଖି 6,320 ମିଟର ଘନ ମିଟର ବାଲି ଗଚ୍ଛିତ ରହିଥିବା କଥା କୁହାଯାଉଛି। ପାଖାପାଖି 9 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଏ ବାଲି ନିଲାମ ପ୍ରକ୍ରିୟା କରାଯିବା ପାଇଁ ମଧ୍ୟ ଟଙ୍କା ଧାର୍ଯ୍ୟ କରାଯାଇଛି, କିନ୍ତୁ ଆଜି ସେଠି ବାଲି ନିଲାମ ପ୍ରକ୍ରିୟା କରାଯାଇ ପାରିନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ଚିନ୍ମୟ ମହାପାତ୍ର ଯେଉଁ ଅଭିଯୋଗ କରିଥିଲେ, ସେ ଅଭିଯୋଗ କରିଥିଲେ ଯେଉଁ ବେଆଇନ ବାଲି ଚାଲୁଛି, এই খনন প্রক্রিয়াକୁ ବନ୍ଦ କରାଯାଉ ଏବଂ ସେହି ଖନନ ପ୍ରକ୍ରିୟାକୁ ଯେତେବେଳେ ସବ୍ କଲେକ୍ଟର ଚଢ଼ାଉ କରୁଥିଲେ, ସେହି ସବ୍ କଲେକ୍ଟର ଚଢ଼ାଉ ସମୟରେ ମଧ୍ୟ 6,320 ଘନ ମିଟର ବାଲିକି ସେଠି ଜବତ କରାଯାଇଥିଲା। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ଯେତେବେଳେ ସେଠି ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ, ସ୍ଥାନୀୟ ତହସିଲଦାର ଯାଇଥିଲେ ଏବଂ ମାଇନ୍ସ ଅଧିକାରୀ ଯାଇଥିଲେ, ପିପିଲି ଇନ୍ସପେକ୍ଟର ଯାଇଥିଲେ, କିଛି ସ୍ଥାନୀୟ ଲୋକମାନଙ୍କର ମଧ୍ୟ ଅଭିଯୋଗ ରହିଥିଲା, ଯେଉଁ ବାଲି ଯାହା ନା ଯେଉଁ ଜାଗାରେ ଅଛି ସେ ବାଲିକି କିଭଳି ନିଲାମ ପ୍ରକ୍ରିୟା ଆଜି କରାଗଲେ ଅନେକ ଲୋକ ସେଥିରୁ ବଞ୍ଚିତ ହେବେ, ସେଥିପାଇଁ ବୋଧ ହୁଏ ସେମାନେ ଗୋଟେ ଅଭିଯୋଗ ଦେଇଥିଲେ। ସେଇ ଅଭିଯୋଗକୁ ଆଦାୟ କରି ମଧ୍ୟ ଆଜି ନିଲାମ ପ୍ରକ୍ରିୟାକୁ ବନ୍ଦ କରାଯାଇଥିଲା। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ଦେଖନ୍ତୁ, ପିପିଲି ନୂଆ ଶାସନ ପଞ୍ଚାୟତରେ କେବଳ ବାଲି ବେଆଇନ ବାଲି ଚାଲୁନି, ପିପିଲିର ପ୍ରାୟ 67ଟି ସ୍ଥାନରେ ବେଆଇନ ବାଲି ଘାଟ ଚାଲୁଥିଲା। ଇଏ ନେଇକି ମଧ୍ୟ ପୂର୍ବରୁ ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ କଥା କୁହନ୍ତୁ, ରାଜ୍ୟ ମହିଳା କଂଗ୍ରେସ କଥା କୁହନ୍ତୁ, ଏମାନେ ମଧ୍ୟ ଗୋଟେ ପ୍ରକାର ସ୍ଥାନୀୟ ତହସିଲଦାର, ବିଭିନ୍ନ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ମାନେ ମଧ୍ୟ ଏଠି ଅଭିଯୋଗ କରିଥିଲେ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ପିପିଲି ନୂଆ ଶାସନ ପଞ୍ଚାୟତର ଯିଏ ରହିଛନ୍ତି ଚିନ୍ମୟ ମହାପାତ୍ର, ସେ ଯେତେବେଳେ ଅଭିଯୋଗ କରିଥିଲେ ଏବଂ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, ସେ ହାଇକୋର୍ଟର ଅଭିଯୋଗକୁ ଆଧାର କରି ମଧ୍ୟ ସେଠି ରେଡ୍ କରାଯାଇଥିଲା। 6,320 ଘନ ମିଟର ସେଠି ବାଲିକି ମଧ୍ୟ ଜବତ କରାଯାଇଥିଲା ଏବଂ ଆଜି ଯେତେବେଳେ ସେଠି ନିଲାମ ପ୍ରକ୍ରିୟାକୁ ବନ୍ଦ କରାଯାଇଛି, ଅନେକ ପ୍ରଶ୍ନ ମଧ୍ୟ ସାଧାରଣ ଲୋକଙ୍କ ମନରେ ଆସୁଛି, ଏ ପ୍ରକ୍ରିୟାକୁ ପରବର୍ତ୍ତୀ ସମୟରେ କରାଯିବ କି କରାଯିବ ନାହିଁ। କାରଣ ଅନେକ ମଧ୍ୟ ସେଠି କହୁଥିଲେ, ଯେଉଁମାନେ ବାଲି ଗଚ୍ଛିତ ରଖିଥିଲେ ସେଇମାନେ କେବଳ ସେଇ ନିଲାମ ପ୍ରକ୍ରିୟାରେ ଭାଗ ନେବେ ବୋଲି ସେମାନେ ମଧ୍ୟ ଆଶା ରଖିଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେଉଁମାନେ ଦାବିଦାର ସେମାନେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କର କୌଣସି ଚୁକ୍ତିନାମା ମଧ୍ୟ ଯେତେବେଳେ ତାଙ୍କର ସମୟ ଅବଧି ଥିଲା, ସେ ସମୟରେ ମଧ୍ୟ ଦେଇନଥିଲେ। ସେ ବାଲି ଆମେ ଗଚ୍ଛିତ ରଖିଥିଲୁ, କାରଣ ପୂର୍ବରୁ ଯେତେବେଳେ ବାଲି ଗଚ୍ଛିତ ଯେତେବେଳେ ଡିପୋକୁ ମଧ୍ୟ ଚଢ଼ାଉ କରାଯାଇଥିଲା, ସେତେବେଳେ ମଧ୍ୟ ମାଇନ୍ସ ବିଭାଗ ମଧ୍ୟ ସେ ଲୋକମାନଙ୍କୁ ମଧ୍ୟ ନୋଟିସ୍ ଜାରି କରିଥିଲା, ଯଦି ତମର ଜେନୁଇନ୍ ବାଲି ରହିଛି, ତମେ କୋଉଠୁ ବାଲି ଆଣିଛ, ୱାଇ ଫାର୍ମର ବାଲି ଆସିଥିଲା ନାହିଁ, କୋଉ ଘାଟରୁ ବାଲି ଆସିଥିଲା ନାହିଁ, ତାଙ୍କୁ ମଧ୍ୟ ପୂର୍ବରୁ ନିର୍ଦ୍ଦେଶନାମା ରହିଥିଲା। କିନ୍ତୁ କୌଣସି ବ୍ୟକ୍ତିମାନେ ଏ ସମୟ ସୀମା ଭିତରେ ସେମାନେ ଯେତେବେଳେ ତାଙ୍କର ପତ୍ର ଦାଖଲ କରିନଥିଲେ, ତାଙ୍କର କୌଣସି ଅଭିଯୋଗ ଦାଖଲ କରିନଥିଲେ, ଯୁକ୍ତିଯୁକ୍ତ ଉପସ୍ଥାପନା କରିନଥିଲେ, ପରବର୍ତ୍ତୀ ସମୟରେ ମାଇନ୍ସ ଅଧିକାରୀ ଏଇ ଯେଉଁ ବେଆଇନ ଡିପୋକୁ ନିଲାମ କରିବାକୁ ଗୋଟେ ପ୍ରକାର ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଆଜି ନିଲାମ ପ୍ରକ୍ରିୟା ଏହି କାରଣରୁ, ଯେହେତୁ 24 ଘଣ୍ଟାରୁ ଅବଧି କମ୍ ରହିଥିଲା, ସେହି କାରଣକୁ ଦର୍ଶାଇକି ଆଜି ନିଲାମ ପ୍ରକ୍ରିୟା ବନ୍ଦ ରହିଛି। କାରଣ ଯେଉଁ ସମୟରେ ସେଠି ସ୍ଥାନୀୟ ତହସିଲଦାର ହୃଷିକେଶ ତ୍ରିପାଠୀ ପହଞ୍ଚିଥିଲେ, ସେ ମଧ୍ୟ ଯେତେବେଳେ ଓପନ୍ ଯେତେବେଳେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେ ମଧ୍ୟ କିଛି ଲୋକଙ୍କୁ ମଧ୍ୟ ଜାଣିବାକୁ ଚାହିଁଥିଲେ କାହାର କିଛି ଆପତ୍ତି ଅଭିଯୋଗ ରହିଛି ନା ନାହିଁ, କିଏ ନିଲାମ ପ୍ରକ୍ରିୟା ଭାଗ ନେବେ କି ନାହିଁ। କିନ୍ତୁ ଆପତ୍ତି ଅଭିଯୋଗକୁ ଯେତେବେଳେ ଚାହିଁଥିଲେ, ପୂର୍ବରୁ ଯଦିଓ କିଛି ଲୋକ ଆପତ୍ତି ଅଭିଯୋଗ କରୁନଥିଲେ, କିନ୍ତୁ ସେହି ସମୟରେ କିଛି ଆପତ୍ତି ଅଭିଯୋଗ କିଛି ସ୍ଥାନୀୟ ଲୋକେ ଦସ୍ତଖତରେ ଆପତ୍ତି ଅଭିଯୋଗ ଦେଇଥିଲେ, ଯୋଉ କି ସ୍ଥାନୀୟ ତହସିଲଦାର, ମାଇନ୍ସ ଅଧିକାରୀ ଏବଂ
ପିପିଲି ଆଇଆଇସି ଏହାକୁ ଗୁରୁତ୍ୱର ସହିତ ନେବା ପରେ ଆଜି ନିଲାମ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଦେଖନ୍ତୁ ଗୋଟିଏ କଥା ମଧ୍ୟ ଆଶା କରାଯାଉଛି, ଯେତେବେଳେ ନିଲାମ ପ୍ରକ୍ରିୟାକୁ ନେଇକି ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି, ଯେତେବେଳେ ନିଲାମ କୌଣସି ବାହାର ଲୋକ ଯେତେବେଳେ ନେବ, ସେ ନିଲାମ ପ୍ରକ୍ରିୟା ଯେତେବେଳେ ସେ ଟଙ୍କା ଡିପୋଜିଟ୍ କରିବ, ସେଥିରୁ ଯେତେବେଳେ ବାଲି ସିଏ ଆଣିବ, ସେଥିରେ ପ୍ରଶାସନ କେତେ ସହଯୋଗ ରହିବ, ଏହାକୁ ନେଇକି ମଧ୍ୟ ଗୋଟେ ବଡ଼ ପ୍ରଶ୍ନଟି ସୃଷ୍ଟି ହେଉଛି। ଏବଂ ଯେତେବେଳେ ଓପନ ନିଲାମ ପ୍ରକ୍ରିୟା ହେଉଛି, ସେଥି ମଧ୍ୟ ଗୋଟେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଗୋଟେ ମଧ୍ୟ ଆଶା କରାଯାଉଛି। ତେଣୁ ନିଲାମ ପ୍ରକ୍ରିୟା କ'ଣ ପାଇଁ ଅଧିକାରୀ ମାନେ ଯେତେବେଳେ ପୂର୍ବରୁ ନିଲାମ ପ୍ରକ୍ରିୟା ଯେତେବେଳେ ହୁଏ, ଏ ନିଲାମର କେତେ ଘନ ମିଟର ବାଲି ଯେତେବେଳେ ରହିଛି, ଏହାର ଯେତେବେଳେ ସତ୍ୟାସତ୍ୟ ଜଣାପଡୁଛି, ଏହାକୁ କୌଣସି ତହସିଲ କାର୍ଯ୍ୟାଳୟରେ କିମ୍ବା ମାଇନ୍ସ ଅଧିକାରୀଙ୍କ କାର୍ଯ୍ୟାଳୟରେ ନିଲାମ ନ କରାଯାଇକି ଓପନରେ ନିଲାମ କରିବାର କାରଣ କ'ଣ ରହିଛି, ତାହାକୁ ନେଇକି ମଧ୍ୟ ଗୋଟେ ପ୍ରଶ୍ନ ଉଠୁଛି ଏବଂ ଆଇନ ଶୃଙ୍ଖଳା ଭୁଷୁଡ଼ି ପଡ଼ିବାର ମଧ୍ୟ ଗୋଟେ ଆଶଙ୍କା କରାଯାଉଛି। ତେଣୁ ଯେତେବେଳେ ପରବର୍ତ୍ତୀ ସମୟରେ ଯେତେବେଳେ ନିଲାମ ପ୍ରକ୍ରିୟା କରାଯିବ, ଆଶା କରାଯାଉଛି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କିଭଳି ଏହାକୁ ସରକାରୀ ଦପ୍ତରରେ ଯଦି ନିଲାମ କରନ୍ତେ, ତେବେ ନିଶ୍ଚିତ ରୂପେ ଏହାର ସ୍ୱଚ୍ଛତା ରହିପାରନ୍ତା ବୋଲି ଆଶା କରାଯାଉଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ନିଲାମ ପ୍ରକ୍ରିୟାକୁ ବାତିଲ କରାଯାଇଛି। ସ୍ଥାନୀୟ ତହସିଲଦାର ମଧ୍ୟ ଗୋଟେ ଆଶ୍ୱସ୍ତି କରିଛନ୍ତି ଯେ ସମୟ ଭିତରେ ଯେତେବେଳେ ସରକାରୀ ଦିବସ ରହିବ, ସରକାରୀ ଦିବସରେ କିଭଳି ଲୋକମାନେ ଯେଉଁ ଡ୍ରାଫ୍ଟ ଯେଉଁ କରିବା କଥା, ଯେଉଁ 15,000 ଟଙ୍କା ଯେଉଁ ଡ୍ରାଫ୍ଟ ଯେଉଁ କରିକି ନିଲାମ ପ୍ରକ୍ରିୟାରେ ଭାଗ ନେବେ, ସେମାନେ କିଭଳି କରିପାରିବେ, ସେଥିପାଇଁ ମଧ୍ୟ ପୂର୍ବରୁ ମଧ୍ୟ ସୂଚନା ଦିଆଯିବା କଥା କୁହାଯାଉଛି। ଏବଂ ଗତକାଲି ଯେତେବେଳେ ଯେଉଁ ମାଇନ୍ସ ଅଧିକାରୀ ଯେଉଁ ଚିଠି କରିଥିଲେ, ସେଥିରେ ମଧ୍ୟ ସ୍ପଷ୍ଟ କରାଯାଇଥିଲା ଆକୁ କିଭଳି ପ୍ରସାର ପ୍ରଚାର କରାଯିବ ଏବଂ ଅଧିକରୁ ଅଧିକ ଲୋକ ଜାଣିପାରିବେ। ଯେହେତୁ 24 ଘଣ୍ଟା ଭିତରେ ଏହି କାର୍ଯ୍ୟକ୍ରମ ନିଲାମ ପ୍ରକ୍ରିୟା ହେଇଥିଲା, ତେଣୁ ଅଧିକାଂଶ ଲୋକ ମଧ୍ୟ ଜାଣିନଥିଲେ, ଯାହା ପାଇଁ ଆଜି ଏହି ନିଲାମ ପ୍ରକ୍ରିୟାକୁ ବାତିଲ କରାଯାଇଛି। କେବଳ ନୂଆ ଶାସନରେ ଏହି ଢିପ ଚାଲିନି, ପିପିଲିର ବିଭିନ୍ନ ସ୍ଥାନରେ ପାଖାପାଖି 17ଟି ସ୍ଥାନରେ ବେଆଇନ ବାଲିଘାଟ ଚାଲିଛି ଏବଂ ଶତାଧିକ ସ୍ଥାନରେ ବେଆଇନ ଢିପ ମଧ୍ୟ ଏଇଭଳି ରହିଛି। ଯୋଉ ବେଆଇନ ବାଲି ଆପଣଙ୍କ ପଞ୍ଚାୟତରେ ହେଉଥିଲା, ଆପଣ ମଧ୍ୟ ପୂର୍ବରୁ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ, ଆଜି ନିଲାମ ପ୍ରକ୍ରିୟା ଆମେ ପ୍ରଥମେ ସମସ୍ତଙ୍କୁ ଜଣେଇଲୁ, ଯେତେକ ଅଫିସର ସମସ୍ତେ ଅଛନ୍ତି ପ୍ରଶାସନକୁ ଜଣେଇଲୁ। ଜଣେଇଲା ପରେ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି। ବାଧ୍ୟ ହୋଇକି ଆମେ ଉଚ୍ଚ ନ୍ୟାୟାଳୟକୁ ଗଲୁ। ଜାନୁଆରୀ 8 ତାରିଖ ଦିନ ଆର୍କେ ପଟ୍ଟନାୟକ କୋର୍ଟ, ଜଷ୍ଟିସ ଆର୍କେ ପଟ୍ଟନାୟକ କୋର୍ଟ ସେ ବାଲି ପାଇଁ ବିରୋଧ କଲେ ଏବଂ କଲେକ୍ଟରଙ୍କୁ 16 କଜ ନୋଟିସ ମଗେଇଲେ, ଯାହା ଫଳରେ ସବ୍ କଲେକ୍ଟର ଆସିକିରି ତାଙ୍କ ନେତୃତ୍ୱରେ ବାଲି ସବୁ ସିଜ୍ ହେଲା। ଆପଣ ଆଜ୍ଞା ଦେଖିବେ, ମୋର ଆଉ ଗୋଟେ କଥା, ତାପରେ ବାଲି ସିଜ୍ ହେଲେ କଥା ରହିବନି, ଚୋରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହଉ, ଯେଉଁମାନେ ନଦୀ ଗର୍ଭକୁ 60 ଫୁଟ ଖୋଳି ଦେଇଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହଉ ଆଉ ତାଙ୍କୁ ଗିରଫ କରାଯାଉ, ଏତିକି ହେଉଛି ମୋର ଦାବି। ବର୍ତ୍ତମାନ ଆଜି ପ୍ରକ୍ରିୟା ବନ୍ଦ ହେଲା, ଏଇ ଯୋଉ ସ୍ପଟରେ ନିଲାମ ହଉଛି, ଗୋଟେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହଉଛି, ତାକୁ ଯଦି ତହସିଲ କିମ୍ବା ମାଇନ୍ସରେ ନିଲାମ ହୁଅନ୍ତା, ଅଫିସରେ କେମିତି ହୁଅନ୍ତା? ହଁ, ମାଇନ୍ସରେ ନହେଲେ ସ୍ପଟ ନିଲାମ ହବା ଭଲ, କିନ୍ତୁ ପୋଲିସ ପ୍ରଶାସନ ଅଧିକ ତା ଦେହରେ ତତ୍ପର ହେଇକିରି ସେମାନେ ଜଗିକିରି ନିଲାମକୁ କରନ୍ତୁ ଏବଂ ଦୋଷୀକୁ ଦଣ୍ଡ ଦିଅନ୍ତୁ। ଖାଲି ବାଲି ନିଲାମ କଲେ ଚଳିବ ନାହିଁ, ଯେଉଁମାନେ ଚୋରି କରିଛନ୍ତି ସେମାନଙ୍କୁ ନିହାତି ଗିରଫ କରିବା ଦରକାର। ବର୍ଷ ବର୍ଷ ଧରିକି ସେମାନେ ଚୋରି କରୁଛନ୍ତି ଏବଂ ତାଙ୍କୁ ଗିରଫ କରିବା ନିହାତି ଦରକାର, ଏତିକି ମୋର ଦାବି। ନିଲାମ ପ୍ରକ୍ରିୟା ଥିଲା, ନିଲାମ ପ୍ରକ୍ରିୟାରେ ଯେହେତୁ ଆସିଲେ କେତେ ଜଣ ବିଡର ଆସିଥିଲେ, ସବୁ ଦାବିଦାର କେହି ରହିଲେ ନାହିଁ ଏବଂ କେତେ ଜଣ ଭାଗ ନେବା ପାଇଁ ଚାହୁଁଛନ୍ତି କିନ୍ତୁ ଭାଗ ନେଇ ପାରୁନାହାନ୍ତି ଯୋଉ ନିଲାମ ପ୍ରକ୍ରିୟାରେ। ତାପରେ ସେମାନେ କହିଲେ ଯେ ଆଜି ଛୁଟି, ତାଙ୍କ ପରେ ଡିଡି କରିପାରିବେ ନାହିଁ ଏବଂ ଯୋଉ ଆମର ये पैसाटा कौन जो स्पेशल मनी जोटा डिपोजिट हम सेटा कैश आम कौन पैसा कैश नबू ना, आइदर डीडी और आरटीजीएस। तेणु से कहले छुट्टी 24 घंटा आमको वर्किंग डे रे कले आम टे सुविधा हम, आम डीडी दे पारू आरटीजीएस कर बर्तमान करूँ ना, जो 15-20 जन ऑब्जेक्शन देले कनसीडर करागला एवं वर्किंग डे रे आम चेष्टा करूँ भर निलाम प्रक्रिया आरंभ करूँ। जदि समस्ते एककालीन समस्ते यदि कही था आम कर जेहेतु मझे छुट्टी पड़ जाइए, आज जनवरी 26 रही काली रविवार, आज 4th सैटरडे, गत काली आमर कौन सरस्वती पूजा महामानव आमर सुभाष जयंती, ये सब थी जो प्रक्रिया आम करूँ बर्तमान से ऑब्जेक्शन ग्रहण कर नेक्स्ट डेट फिक्स करूँ। थैंक यू। जिला प्रक्रिया स्पॉट पर नहीं तहसील
ସେଇଟା ମୁଁ ଡିସିସନ ଯାହା ତହସିଲ ଉପରେ କି ଯାହା ବି କହୁଛନ୍ତି ତହସିଲ ହଉ କି ମାଇନିଂ ଅଫିସର ହଉ କି ଯେକୌଣସି ଜାଗାରେ ସେଇଟା ମୁଁ ମୋର ଉଚ୍ଚ ପଦସ୍ଥ ଅଫିସରଙ୍କ ସହିତ କନସଲ୍ଟ ନ କରି ମୁଁ କରିପାରିବିନି। ସେଇଟା ଡିସିସନ ମୁଁ ନେଇପାରିବିନି, ମୁଁ ଇଣ୍ଡିଭିଜୁଆଲ ଡିସିସନ ନେଇପାରିବିନି। ତେଣୁ ମୁଁ ତାର ସେଇଟା ଯଦି ଆପଣ ଗୋଟେ କହିଲେଣି ମୁଁ ତାପରେ କଥାବାର୍ତ୍ତା ହେବି। ନାଇଁ ନାଇଁ ସେଇଟା ମାଇନିଂ ଅଫିସର ତାଙ୍କର କହିବେ କୋଉ କୋଉ ଜାଗା ପାଇଁ କେତେ ସେ ଫିକ୍ସ କରିଛନ୍ତି ସିଏ କହିପାରିବେ। ଓନ୍ଲି ମୋର ନିଲାମ ପ୍ରକ୍ରିୟାଟା ଉପରେ ମତେ ପଚାରିଲେ ମୁଁ କହିବି। ସେ ଯୋଉ କେତେଟା ଜାଗା କେତେ ସିଏମ୍ ବାଲି ତାଙ୍କର ଯୋଉ କାଲକୁଲେସନଟା ହି କ୍ୟାନ୍ ସେ ବେଟର। ଥ୍ୟାଙ୍କ ୟୁ। ସାର୍ ଯୋଉ ବେଆଇନ ବାଲି ଗଛୁଥିଲା ଆଜି ନିଲାମ ହେଇଥାନ୍ତା, ଆଜ୍ଞା ଆଉ କଣ ପାଇଁ ବନ୍ଦ କରାଗଲା, କଣ ଅସୁବିଧା? ଆମର ସଫିସିଏଣ୍ଟ ଟାଇମ୍ ନାହିଁ ବିଡି କରିବା ପାଇଁ, ତେଣୁ ସେମାନେ ଅବଜେକ୍ସନ୍ କଲେ। ଆଉ କେତେ ଜଣ ପାର୍ଟିସିପେଣ୍ଟ କରିବେ ବୋଲି ଚାହିଁଥିଲେ, କିନ୍ତୁ ଡିଡି ଯେହେତୁ କରିପାରିବେନି ସମସ୍ତଙ୍କୁ ସୁବିଧା ଦେବା ପାଇଁ ଆମେ ନିଲାମଟାକୁ ଗୋଟେ କଥା ସାର୍ ଏଠି ପରିଲକ୍ଷିତ ହେଲା ଯୋଉ ସ୍ପଟ ଉପରେ ନିଲାମ ହଉଛି ଗୋଟେ ପ୍ରୋବ୍ଲେମ କ୍ରିଏଟ ହଉଛି, ଏଇଟା ତହସିଲ କିମ୍ବା ମାଇନ୍ସ ଅଫିସର ହେଲେ କଣ ଅସୁବିଧା ହବ? ନାଇଁ ଅସୁବିଧା କିଛି ହବନି। ମୁଁ ଡିସ୍କସନ୍ କରିବି ତହସିଲଦାରଙ୍କ ସହିତ, ଯେହେତୁ ସେଇ ଆମର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଅଛନ୍ତି ତାଙ୍କ ସହିତ ଡିସ୍କସନ୍ କରି କୋଉଟା କରିହବ ତାର ଫ୍ରେଶ୍ ନୋଟିଫିକେସନ୍ ଅନୁସାରେ ଜଣାହବ। ସାର୍ ଆଉ ଗୋଟେ କଥା ଦେଖିବାକୁ ମିଳୁଛି ଯୋଉ ବିଭିନ୍ନ ଜାଗାରେ ବାଲି ରହିଛି ସେ ଆଟ୍ ଏ ଟାଇମ୍ ନିଲାମ ନ କରି ପର୍ଯ୍ୟାୟକ୍ରମେ ଯୋଉ ଯୋଉ ବାଲି ରହିଛି ତାକୁ ନିଲାମ କଲେ କେମିତି ହୁଅନ୍ତା? ଦେଖନ୍ତୁ, ଆପଣ ଯୋଉଟା କହୁଛନ୍ତି ଏଇ ବାଲିର ସେଫ୍ କଷ୍ଟଡି ପାଇଁ ଆମ ପାଖରେ କେହି ନାହାନ୍ତି। ଆମେ ବାହାରୁ ପୋଲିସ ଆଣି ରଖିଛୁ, ଏତେ ଦିନ ପୋଲିସ ବି ରଖିପାରିବୁ ନାହିଁ। ଆଉ ଭିନ୍ନ ଭିନ୍ନ ଜାଗା ରଖିବାକୁ ଅଧିକା ଦରକାର ପଡ଼ିବ। ଲ ଆଣ୍ଡ ଅର୍ଡର ସିଚୁଏସନ୍ ଯୋଗୁଁ ପୋଲିସ ବି ଭିନ୍ନ ଭିନ୍ନ ଜାଗା ଯିବେ। ତେଣୁ ଏକକାଳୀନ ଆମେ ପର୍ଯ୍ୟାୟକ୍ରମ କରି ଏକକାଳୀନ ତାକୁ ନିଲାମ କରିବାକୁ ବନ୍ଦୋବସ୍ତ କରିବୁ। ନୂଆ ଶାସନ ପଞ୍ଚାୟତର ପାଖାପାଖି କେତେ ଜାଗାରେ ନିଲାମ ପାଇଁ ଆମର 6ଟି ଜାଗାରେ ବର୍ତ୍ତମାନ ସୁଦ୍ଧା ଗଚ୍ଛିତ ଅଛି। ଗୋଟେ କଥା ଡିମାଣ୍ଡ ରହୁଥିଲା ଯୋଉଠି ବାଲି ରହିଛି ଗୋଟେ କମ୍ପ୍ରମାଇଜ ଭିତ୍ତିରେ ଯିବ ତାଙ୍କୁ ବାଲି ଦିଆଯିବ ବୋଲି ଗୋଟେ ଡିମାଣ୍ଡ ରହୁଥିଲା। ବର୍ତ୍ତମାନ ସେ ଏସବୁ ଆମ ପାଖରେ ହସ୍ତଗତ ହୋଇନାହିଁ। ହିସାବ ପରେ ଦେଖାଯିବ କ'ଣ ହଉଛି। ମାନେ ବାଲି ନିଲାମ ପ୍ରକ୍ରିୟାଟା 100%। ହଁ, ନିଲାମ ପ୍ରକ୍ରିୟାଟା 100%।